हेलो हाय नमस्कार जय जगन्नाथ वेलकम टू लोरीपरी फैमिली ब्लॉग को आज आम घर को जड़े नुआ अतिथि आसुंच चल देखिए सब खाई भारी कला वाला कहीं नुआ अतिथि आइस ना घर किए सी तम पीसी वाह वाह एटी भी एठी लगी जाइछि कि सेठी भी उड़ी गेला कोठी भी सी आ कोड़े गलानी ना कोन अछि आ हां हां कोन नगार न नाइबा आई सरबती दाना दिने खानी ना तो आपा खाइना ना मिने पासी पखाल को माछ भजा खाइले खानी टिका खान्दी नहीं सा तो इलो ए नु थोइबा चले तो पमरी और सुन दिला हां सतरे कई देख खाइ जा बक्सरे हितला जाने को दितो तो सब जासा कर देजा हां जग्या नहीं जगह तो सब ही मोर किनिया करू जगह तो सब को दे बुड़ा का बीन फीन सब लगे जाते टमाटर गछ लागेलानी बळिबो देखुनी काई जरी फारला पड़छे कोनला एटी 4 इंच जदी माटी पके तो जरी पके की धनिया साग भर्ती हां से करिवे के ना घुसे तो खाली खाइबी के मजा रखियो नि मापड़ रखियो नहीं हेतर कोन धनिया पत्र कोन है नै सेगुडा किछि दे गछ खाइबी दिरा हम खाइबो साग धनिया हां लଙ୍କା पकेइने से लଙ୍କା जाग होई जोल पकेइने बाबू चकड़िया लଙ୍କା उडिया लिट्टू हम राकाम कोड गले गाड़ी ठीक हां बेटी बेटी होतले कोन तोळे ए दनु एन जाउते मु जानि जानि स्लो स्लो करी बा बा आसी जानि कि मु कहले रोड पुर न भारे पडे तो गाड़ी चले तो तकाई करी दे तुम सब को दइबरा खाइछि बोले खाइ दे पकालु खाइ एठी पहुँच गला जी वैलेंटाइन डे रे खाया पाई कि चलो कौन खाइब आज मु देवी तुम खाया को आज कौन पड़े चल वाला खाया चाट खाया साधा खाया कौन कौच बहुत दिन पर आसिली खाया तो चल जी आगे चाट हाफ खाया देखिए कौन खाया सब लिस्ट फिस्ट कर लाज कर आई लाज नभर नहीं जाइला लगे ना देख तो लाज मारूँ मुझे कौन कहि मुझे जापारे खाइए कौन कौन कह लाज कले कहे तो मुझे खाली खाई सार आप सेयार कर कौन खाऊ कौन नहीं लाज कर लगे मतलब नहीं आसली बहुत यहाँ बड़ कथा सब तो आम आसी कौटी आज कॉलेज स्क्वायर मुझे बहुत दिन पर मार्केट को आसी ना बहुत दिन है आसते से चिकू सागर कितु आम खाइल नहीं पलि गलु राग टे पकेबे हाँ चटन फटन और दही पकड़ गोटे आसी सी खाइबे बोले पकई मत झाड़ मुझे खाइदेवी सी खाइबे सी खाइबे सी थे पड़े ना सी खाइबे मुझे स्टार्टिंग मना कर पकाऊ नहीं चलो खाइबे पानी
ଗଲା ସ୍ପେଶାଲ ଏ ଆଉ ଟାଇମ୍ ଲାଗିବ। ଏମିତି ଗୁପଚୁପ ଖାଇଲି ମାନେ ପାଟିଟା ପୁରା ଖରାପ କରିଦେଲା। ଭାବିଲି କ'ଣ ଖାଇବି, ଚିକେନ ପକୋଡ଼ା ପ୍ରବଳ ଭିଡ଼। ଅଣ୍ଡା ଚପ୍ କୋଉଠି ଖାଇବା ଦେଖିବା। ହଁ 5ଟା ଖାଇଦେଲି। 10 ଟଙ୍କା 5ଟା ଖାଇଲେ ଲାଭରେ ନାହିଁ। ମୁଁ ପୁରା ଲାଭରେ ଅଛି ଜାଣିଲ ଫ୍ରେଣ୍ଡସ୍ ମାନେ। ମୁଁ ନା 10 ଟଙ୍କାରେ 5ଟା ଗୁପଚୁପ ଖାଇଛି, କାହାକୁ କହିବେନି ହେଲା। କିଏ ଯାଇ କହିବ କୋଉ ଦୋକାନରେ କହିବ ବୁଲି ବୁଲି ଯାଇ ଖୋଜିକି କହିବେ କୋଉଠି ଖାଇଛି ବୋଲି। 10 ଟଙ୍କାରେ 5ଟା ଖାଇଦେଇ ଯାଇଛି। ଅଣ୍ଡା ଚପ୍ ଖାଇବା, ଅଣ୍ଡା ଚପ୍ ଏଠି ମୋମୋ ଭଲ ଲାଗୁଛି। ଟେନ୍ସ ମୋମୋ କ'ଣ ଦେଖିଛି, 10 ମୋମୋସ୍। ଅଣ୍ଡା ଚପ୍ କୋଉଠି, ଅଣ୍ଡା ଚପ୍ ହଁ ନୂଆ ଜାରି ଏଠି ନାହିଁ ଆଉ କୋଉଠି। ଚା ପିଇବା କଥା କହୁଥିଲ, ଚା ଏଠି ଅଛି। ଅଣ୍ଡା କ'ଣ କରୁଛି ଏଠି ରୋଲ ନା କ'ଣ, ଓନ୍ଲି 60। ଫାଇନାଲି ମୁଁ ଆସିକି ବମ୍ବେ ହୋଟେଲ ପାଖରେ ଆମର ଦେଖନ୍ତୁ ଚା ପିଉଛି। କେବଳ ଏଇ ଚାଟା ହିଁ ସବୁଠୁ ଭଲ ଲାଗେ ଚାଟା। ଆମେ ଯେତେବେଳେ ବି ୱେଡ଼ିଂ ପିଇଲେ ସେଠି ଗୋଟେ ଆଉ ଗୋଟେ ଅଛି ଆଇ ଲଭ୍ କଟକ ପାଖରେ, ମାନେ ମସ୍ତ ଚାଟା। ତ ଦେଖଉଛି ମୁଁ କେଉଁଠି ଅଛି ଦେଖଉଛି ଆପଣଙ୍କୁ। ତମ ସରିଲା ଚାଟା ଦେଖ, ମୁଁ ପିନାନ୍ସି ପିଇ ସାରିଲାଣି। ଆଜି ଫାର୍ଷ୍ଟ ଟାଇମ୍ ମୋ ଧନ ମୋମୋ ଖାଇବି ନା ନା ଆସ୍ତେ ଆସ୍ତେ। ଆଜି ଭାଲେଣ୍ଟାଇନ୍ ଡେ ମୋ ତରଫରୁ ସ୍ପେଶିଆଲ୍, ତ ଆଜି ସେଥିପାଇଁ ମୋତେ ନେଇକି ଆସିଲି ସେ ଖାଇବାକୁ ଦେବାକୁ। ମୋ ତରଫରୁ ମୁଁ ତାଙ୍କୁ ଦେଲି ଖାଇବାକୁ। ଗୋଟେ ଗୋଟେ ଖାଅ, ଗୋଟେ ଗୋଟେ ଆସ୍ତେ ଆସ୍ତେ ଖାଇବା। ରାଗ ରାଗ ପକେଇଛି ନା, ପୁରା ବୁଲି ଯାଉଛି। ଖାଇପାରିବିନି, ରାତିଛି ଆଉ ଖାଇବା ଚାଲ ଆଉ। ଖାଇବନି ଏତେ ଜିନିଷ ଖାଇଲେ ଆଉ କ'ଣ ଖାଇବେ। ଚାଲ ଯିବା। ଆଇସ୍କ୍ରିମ୍ ଗୋଟାକ 10 ଟଙ୍କା 20 ଟଙ୍କା। ତ ଆମେ ବର୍ତ୍ତମାନ ଖାଇ ପିଇକି ପଳେଇ ଆସିଲୁ। ଆଜ୍ଞା ଯିବି ଗୋଟେ ଜାଗାକୁ, ତ ଏ ମୁଁ ତରତରରେ ଅଛି। ଖାଇକି ଆସିଲି କେତେ ଜିନିଷ, ଆଉ ରାତିରେ କ'ଣ ଖାଇବା। ଏବେ ଏତିକି ଜିନିଷ ଖାଇଲେ ଆଉ କ'ଣ ଖାଇବି। ଯେହେତୁ ସେତେବେଳେ ଫୋନ୍ ଆସିଗଲା ମୁଁ କିଛି କହିପାରିଲି ନା। ବର୍ତ୍ତମାନ ଘରକୁ ଯାଇ ମୋତେ ବାପାକୁ ଆଣିବାକୁ ପଡ଼ିବ, ବାପାକୁ ଆଣିକି ହସ୍ପିଟାଲରେ ଦେଖିବାକୁ ପଡ଼ିବ। ତ ମାନେ ମୁଁ ଅଲରେଡ଼ି ଘରେ ପହଞ୍ଚିଗଲି। ତ କାହିଁକିନା ବହୁତ ତରତର ହେଇକି ମୁଁ ଆସିଥିଲି ଏଥିପାଇଁ ଯେ ମାନେ ପରି ତ ଟ୍ୟୁସନରୁ ହେଇକି ବର୍ତ୍ତମାନ ଫେରିବ। ତ ଦେଖିଲା ବେଳକୁ ଘରେ କେହି ନଥିବେ, ଲୋରି ବି ଏକାର ମାମୁଁ ଘରୁ ପଳେଇ ଯାଇଛି। ତ ସେଥିଲାଗି ମୋତେ ମାନେ ପାଟି କଲେ କ'ଣ ନାଗିଯିବି
ସେଥିପାଇଁ ମୋତେ ପାଟି କଲେ ଯେ ଆଉ କହିଲେ ଯେ ଜଲ୍ଦି ପଳେଇ ଚାଲ ଘରକୁ ତ ପରି ଆସିଲେ ମନ ଦୁଃଖ କରିବ ତ ସେଥିପାଇଁ ପୁଣି ବାବାଙ୍କୁ ନେଇକି ହସ୍ପିଟାଲ ଯିବାର ଅଛି ତାଙ୍କ ଦେହ ତାଙ୍କୁ ବହୁତ ଜ୍ୱର ତାଙ୍କୁ ତ ସେଥିପାଇଁ ମୋତେ ବହୁତ ତରତର ହେଇଗଲା ଆସିବାକୁ ପଡ଼ିଲା ତ ପରି ଏବେ ଆସିବ ତା ପାଇଁ ନେଇକି ଆସିଛି ମୋମୋ ଆଉ ଦେଖନ୍ତୁ ସେ ମୋମୋ ଆଣିଛି ତା ପାଇଁ ସେ ବି ଖାଇବ ଆଉ ଲୋରି ନାହିଁ ସେ କହିବ ମମି ତୁମେ ଯାଇ ବୁଲାବୁଲି କରିକି ଆସି ଏନ୍ଜୟ କରିକି ଆସିଲ ମୁଁ କହିଲେ କ'ଣ କରିବା ତ ବହୁତ ଦିନ ହେଲା ଯାଇନଥିଲି ଏକ ମାର୍କେଟ ତାପରେ ମୋତେ ଭଲ ଲାଗିଲାନି ଏମାନେ ତ କେହି ନାହାନ୍ତି ଘରେ ତ ପରିକି ଅପେକ୍ଷାରେ ମୁଁ ଅଲରେଡ଼ି ମାମୁଁ ଘରକୁ ପଳେଇ ସାରନ୍ତିନି ତ ପରି ଯେହେତୁ ଟ୍ୟୁସନ୍ ଗଲା ତାକୁ ଛାଡ଼ିକି ତ ଯିବିନି ସେଥିପାଇଁ ମୁଁ ତାକୁ ନେଇକି ଏବେ ପୁଣି ଯିବି ବାପାଙ୍କୁ ପୁଣି ହସ୍ପିଟାଲରେ ଦେଖିବାକୁ ପଡ଼ିବ ତାଙ୍କୁ ଡକ୍ଟର ଦେଖେଇକି ପୁଣି ଛାଡ଼ିବାକୁ ପଡ଼ିବ ତ ପରି ଆସୁ ମୁଁ ଆପଣଙ୍କ ସାଙ୍ଗରେ ପୁଣି ଦେଖା କରିବି ଚାଲ ଖାଇଛୁ କହିଲୁ କହିଦେଇଥିବ କ'ଣ ଖାଇଛୁ ମୋମୋ ମୋମୋ କିଏ ଆଣିଥିଲା ମୁଁ ଆଣିଥିଲି ମୋମୋ ତ ସେ ଖାଇଲା ମୋମୋ ଲୋରି ଆଜି ଲୋରି ନାହିଁ ସେ ଏକା ସବୁ ଯାକ ଖାଇଲା ତ ବାହାରିଛି ଏକା ଯିବ ବୋଲି ମାମୁଁ ଘରୁ ଯିବ ବୋଲି ଶୋଇଛି ବାପାକୁ ଜ୍ୱର ଦେଖି ମୁଁ ଭିଡ଼ିଓ ଦେଖାଉଛି ଆପଣଙ୍କୁ ବାପା କେତେ ଜ୍ୱର ହେଇଛି ଦେଖନ୍ତୁ କିଛି କଥା ବି କହିପାରୁନାହାନ୍ତି ଦେଖାଉଛି ଆପଣଙ୍କୁ କହିଥାନ୍ତୁ ଟିକେ ବ୍ୟାକ୍ କ୍ୟାମେରା କରି ଦେଖିବି ସେଠି ବସିଛନ୍ତି ଇଏ କହୁଛି ମୋତେ ପାଖକୁ ଯା ଅସନା ହେଇଥିବ କ'ଣ ଲୋକ ଆମ ଘର ଚାଉଳଟା ଥୋଇ ଅସନା ହେଇଛି ବୋଲି ତୁ ଯାଉନୁ ନେଇକି ନାଲି ନାଲି ନା ଦେଖୁନାହାନ୍ତି ଏଇଠି ବସିଛନ୍ତି କି ଦେଖନ୍ତୁ ଏଇଠି ବସିଛନ୍ତି ବାପା ଦେଖନ୍ତୁ ବାପା ଗୋରା ନା କ'ଣ କଳା ତୁ 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 ଯେନ୍ତା କର ବାପା ଯେନ୍ତା କର ମ୍ୟାଚିଂ କରୁଛନ୍ତି ଦି ଜଣ ନାଇଁ ନା ମୁଁ ବାପା ଭଳିଆ ଦେଖିଲେ ବାପାଙ୍କୁ ଦେଖିଲେ ମୋ ଭଳିଆ ଦେଖିଲେ ବାପାଙ୍କୁ ଦେଖି ତୁ ବାପା ଅନେଇଦେଲେ ମମି ହେଇ ଦେଖାଉଥିଲା ଖୋଜା ନାଲି ଚା କ୍ଷୀର ଚା ମତେ କହୁଛି କ୍ଷୀର ନେ କ୍ଷୀର ଚା କରିଦେ ମୋର ଚା ଆସେ ନାଇଁ ମସଲା ଚା ପିଇବ ଯଦି କିଏ କୁହ ମସଲା ଚା ପିଇବୁ ହେଇ ମସଲା ଚା ପିଇବୁ ପିଏ ବଢ଼ିଆ କରିବି ଲଙ୍କା ଗୁଣ୍ଡ ଜିରା ଗୁଣ୍ଡ ପକେଇ କରିଦେବି ଦିନେ କ'ଣ କରିଛି ନା ମମି ଚା ବସେଇଥିଲା ମୋତେ କହିଲେ ଚାଟା ଛାଣିକି ଦେ ଚା ପତି ପକେଇ ଛାଣିକି ଦେ ମୁଁ କ'ଣ କରିଛି ନା ସେଦିନ ଆମର ହେଇଥିଲା ଭାତ ଡାଲି ଆଉ ଚଟଣି ସେଇଟା ପୁରା ଲଙ୍କା ଫଙ୍କା ଚକୁଡ଼ା ହେଇଛି ମୁଁ କ'ଣ କରିଥିଲି ନା ସେ ହାତ ବାଜିକି ପୁରା ଗଳିଗଲା ଆଳୁ ଚଟଣି ଦିହରେ ଗଳିଗଲା ମୁଁ କ'ଣ କରିବି ତାକୁ ଢାଳିଦେଲି ମୁଁ ନେଇକି ଏଥିରେ ଚା ଯେଉଁଥିରେ କରିଥିଲି ଚା ହେଲା ସେଥିରେ ଢାଳିଦେଲି ତାପରେ ପୁଣି ଆଣି ବାବା କହିଲେ ଦେଇ ଜଲ୍ଦି ଦେ ଟାଇମ୍ ହେଇଗଲାଣି ତାପରେ ବାବାଙ୍କୁ ଦେଇଦେଲି ବାବା କହିଲେ କ'ଣ ରାଗ ଲାଗୁଛି ଗୋଲମରିଚ ପୁଳାଇ ପକେଇ ଦେଇଛି ନା ତାପରେ ମମି ପିଲା ଯେତେବେଳେ ମମି କହୁଛି ବାସନା କ'ଣ ହେଲାଣି ହେଲା ତାପରେ ମୁଁ କହିଲି ତ କିଛି କହିଲି ନାହିଁ ମୁଁ କହିଲି ବହୁତ ଇଏ ପକେଇ ଦେଇଥିଲି ବୋଧେ ଗୋଲମରିଚ ପକେଇ ଦେଇଛି ମୁଁ କିଛି କହିଲି ନାହିଁ ତାପରେ କେତେ ଦିନ ପରେ ଚାଲିଲା ମସଲା ଚା ପରିର ଫେମସ୍ ମସଲା ଚା ତାପରେ ଏବେ ଆଉ କିଛି କରିନି କ୍ଷୀର ଚା ସେଥିରେ ଲଙ୍କା ଗୁଣ୍ଡରେ ଯେଉଁ ମାନେ ସେ ଲଙ୍କା ଗୁଣ୍ଡ ନୁହଁ ଯେ ଯେଉଁ କ'ଣ କହିଲୁ ଲଙ୍କା ଶୁଖିଲା ଲଙ୍କା କଞ୍ଚା ଲଙ୍କା ପିଆଜ ସବୁ ବାସ୍ନା ସବୁ ମୋ ଆଡ଼କୁ ମାନେ ତୁ ଚା ପିଇ ମୁଁ ପିଇବି ଚା ମୁଁ କହିଲି କାହିଁକି ପିଇବ ଛୁଆଟା କହିଲେ ମନ ଦୁଃଖ ହବନି ଚାଟା ପିଇ ଦିଅ ହେଲା ତୁ ପିଇକି ଦେଖ ତୋ ଝିଅ କରିଛି ପିଇକି ଦେଖେ ଦେଖିଲେ ଆଉ ତା ଦେହରେ ଲଙ୍କା ଗୁଣ୍ଡ ଜିରା ଗୁଣ୍ଡ ଧନିଆ ଗୁଣ୍ଡ ଚିକେନ ପାଉଡର ସବୁ ପକେଇ ଦେଇଛି ବଢ଼ିଆ ମାନେ ଆଳୁ କ'ଣ କରି ସେଇଟା ବନେଇଛି ତାର ଆଳୁ ଚା ଚା ରେଡି ନା 5 ମିନିଟରେ ବନେଇଲା ମମି ଚା ଅଛି ଠୋପା ହଉ ପାଣି ପିଇବ ପାଣି ଟିକେ ଆଣୁ ଗୋଟାଏରେ ତମେ ଯାଇଥିଲ କୁଆଡେ ଲେଟ୍ ହେଲା ଡକ୍ଟର ଆସିବା ଲେଟ୍ ହେଲା ଡକ୍ଟର ଆସିବା ଲେଟ୍ ହେଲା ତ ସେଥିଲାଗି ଆସି ଦେଖନ୍ତୁ କେତେଟା ବାଜିଲାଣି ଗୋଟାଏ ରାତିରେ ଗୋଟେ ଲୋକ ଆସିକି ମୋତେ କହିଲେ ମୁଣ୍ଡଟା
ତୁ ଛେଚେ ଦିନ 11ଟାରେ ଖାଇଥିଲି ଭାତ ଆସି କେତେଟା ବାଜିଲାଣି? ଗୋଟେରେ ଦେଲାଣି ତ ବେଳାରେ ମୁଁ ତମକୁ କହୁଛି ଧନ ଖାଇଦିଅ ତମେ ଭାତ ରାନ୍ଧିଥିଲ ମୁଁ ଜାଣିଛି। ତମେ ମତେ କଣ କହିଲ ନାଇଁ ରାନ୍ଧେ ନା ଭୋକ ଲାଗୁନି କାଇଁ ରାନ୍ଧିବି ବେକାର ମୁଁ ରାନ୍ଧିଲେ ତମେ ଖାଇ ନାହାନ୍ତ ଜମା ଝଗଡା କରନି ଝଗଡା ମୁଡେଲେ ଆଜି ଭାଲେଣ୍ଟାଇନର କିଛି ଛିନଛତ୍ର କରିଦେଇଛୁ ଆଜି ହେଲା ଝଗଡା ଉପରୁ ଯାଉନି ହେଲା ମୁଁ ଝଗଡା କରିବାକୁ ଚାହୁଁନି ତମେ ଆସି ସାଙ୍ଗେ ସାଙ୍ଗେ ମତେ କହିଲ ଯେ ମୋ ମୁଣ୍ଡ ଟିକେ ଘାଣ୍ଟ କରିଦେ ମୁଁ ଘାଣ୍ଟ କଲି ନା ନାଇଁ କରିନି ପହଞ୍ଚିଗଲି ଆଉ ଦେଖନ୍ତୁ 1 ରାତି ହେଲାଣି ତଥାପି ବି ଭୋକ ଲାଗୁଛି କାରଣ ଯେହେତୁ ଖାଇନୁ ମାନେ ଏବେ ଖାଇବୁ 1 ହଉ 2ଟା ହଉ 3ଟା ଯାହା ହେଇଯାଉ ଲୋରି ପରି ଶୋଇ ପଡ଼ିଲେଣି ଖାଇବା କାଲି ସକାଳେ କଥା ହେବା ରହୁଛି ବାଏ ବାଏ ଗୁଡ୍ ନାଇଟ୍।